हेलो गाइज आज सोमवार होइतिबारु घरे आइंष न पशिथिबारु मु आज सांगମାନଙ୍କ संगे फेस्ट କରିବାକୁ ଯାଇଥିଲି ମାଛ ଆଣି ସେଠି ଯାଇ ଦେଖିଲି ଭାଇ ଜଣେ ବରଫକୁ ଆମ୍ପୁଡ଼ି ଉମ୍ପୁଡ଼ି ତାକୁ ନେଇ ବାଲ୍ଟିରେ ପୁରଉ ଦଉଛନ୍ତି। ଆମେ ଯାଇ ପଚାରିବାରୁ କଣ ହବ ସେ ବରଫ ଭାଇ କହିଲେ ଏଇ ମାଛରେ ପଡ଼ିବ। ସତରେ ବି ଭାଇ ନେଇ ସେ ମାଛରେ ପକେଇଲେ ସେଠି ଗୋଟେ ଖଙ୍ଗା ମାଛଟି ଆଁ କରି ଅନେଇ ଥାଏ ଆମ ମୁହଁ। ଆମେ ସେ ଆଁ କରା ମାଛଟାକୁ ଆଣିବାକୁ ଗଲାବେଳୁ ସେଠାରେ ଫ୍ରେଶ୍ ମାଛ ଜଣେ ଆଣି ପହଞ୍ଚିଗଲା। ଆମେ ସେ ମାଛ ଓଜନ କରିବାକୁ ଗଲାବେଳକୁ ନୂଆ ନୂଆ କଳା କଳା ଚୁଙ୍ଗୁଡ଼ି କିଏ ଆଣିକି ପହଞ୍ଚିଗଲା। ଆମେ ତ ଏ ଚୁଙ୍ଗୁଡ଼ି ନାଁ ଜାଣିନି, ଯିଏ ଜାଣିଥିବ କିଏ କମେଣ୍ଟ କରି। ମୁଁ ସେ ଚୁଙ୍ଗୁଡ଼ି ରେଟ୍ ପଚାରିଲାରୁ ସେ କହିଲେ 700 ଟଙ୍କା। ମୁଁ 700 ଟଙ୍କା ଶୁଣି 700 ହେଇଗଲି। ମୁଁ କହିଲି ସୁନା ଲାଗିଛି ନା କଣ? ତାକୁ ଟେକି ଦେଖିଲା ବେଳକୁ ସୁନା ନାହିଁ, ଖାଲି କାଳିଆ କାଳିଆ ପଙ୍କ ଲାଗିଛି। ତାପରେ ସେ ତାକୁ ଟାଣି ନେଇଗଲେ। ତାପରେ ଏପଟେ ଗୋଟେ ତାଙ୍କର ପେଟିରେ ବି ବହୁତ ଚୁଙ୍ଗୁଡ଼ି ଥୁଆ ହେଇଛି, ତାକୁ ବି ଟାଣି ଆଣିଲେ ଗୋଟେ ଜାଗାକୁ। କ'ଣ କରୁଛନ୍ତି ଆମେ ଦେଖିବା ଟିକେ। ଏ ଚୁଙ୍ଗୁଡ଼ି ଠାରୁ ସେ ଚୁଙ୍ଗୁଡ଼ି ଟିକେ ଛୋଟ ଥିଲା, ଛୋଟ ଥିଲେ ବି ବହୁତ ସୁନ୍ଦର ଦେଖିବାକୁ, ପୁରା କଳା କଳା ଚୁଙ୍ଗୁଡ଼ି। ଭାଇ ତାଙ୍କର ଏପଟ ସେପଟ ଦେଖୁଥାନ୍ତି କାଳେ କିଏ ଆସି ଚୁଙ୍ଗୁଡ଼ି ନେଇଯିବ କି। ତାକୁ ତାପରେ ସେ ନେଇ ଗୋଟେ ଡାଲାରେ ଏବେ ଢାଳି ଦେଉଛନ୍ତି, ତା ଦେହରୁ ବରଫ ପାଣି କାଢ଼ି ଦେଉଛନ୍ତି, କାରଣ ବରଫ ପାଣି ରହିଲେ ମାଛ ଗୁଡ଼ା ପଚିଯିବ। ସେଥିପାଇଁ ସେ ବରଫ ଖାଲି ପାଣି ଛାଣି ଦେଇ ବରଫ ପୁରା ତା ଦେହରେ ରଖୁଛନ୍ତି। ଆପଣମାନଙ୍କର ଯଦି କାହାର ଚୁଙ୍ଗୁଡ଼ି ଦରକାର ମୋତେ କମେଣ୍ଟ କରନ୍ତୁ, ଆଉ ଗୋଟେ ସବସ୍କ୍ରାଇବ୍ କରନ୍ତୁ। ଆପଣଙ୍କ ଘର ଆଡ଼କୁ ମୁଁ ଚୁଙ୍ଗୁଡ଼ି ନିଶ୍ଚୟ ପଠାଇଦେବି। ଭିଡ଼ିଓର ଡେସ୍କ୍ରିପସନ୍ରେ ମୋ ନମ୍ବର ବି ଦେଇଦେଉଛି, ଯଦି କଲ୍ କରିକି ଚୁଙ୍ଗୁଡ଼ି ଅର୍ଡ଼ର କରିପାରିବେ ଆପଣଙ୍କ ଘର ଆଡ଼କୁ ନିଶ୍ଚୟ ବସ୍ ହଉ କି ଆପଣ ଆସିକି ବି ନେଇଯାଇପାରିବେ। ଏତିକି କହି ଭିଡ଼ିଓଟି ରଖୁଛି, ସବସ୍କ୍ରାଇବ୍ ଗୋଟେ କରନ୍ତୁ।